ମୟୂରଭଞ୍ଜରେ ରେଳ ଲାଇନ୍ର ବିକାଶର ଅଭାବ ଓ ରେଳ ଯୋଗାଯୋଗର ଅଭାବ ଯୋଗୁଁ ମୟୂରଭଞ୍ଜ ଆଜି ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇପଡ଼ିଛି। ଏଥିପାଇଁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ବାରିପଦାରୁ ରାଇରଙ୍ଗପୁର ଭାୟା ଟାଟା ଦେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍ ଯାତ୍ରାରେ ମୟୂରଭଞ୍ଜର ଲୋକମାନେ କେମିତି ସୁବିଧା ପାଇବେ ସେଥିପାଇଁ ସେ ତାଙ୍କର ଉଦ୍ୟମ ନିରନ୍ତର ଭାବରେ ଜାରି ରଖିଛନ୍ତି। ସେହିପରି ଭାବରେ ବାରିପଦାରୁ ଦେଉଳି ଦେଇ ଖଡ଼ଗପୁର ପର୍ଯ୍ୟନ୍ତ ରେଳ ଲାଇନ୍ର ସଂଯୋଗୀକରଣ ପାଇଁ ସେ ଅବିରାମ ଭାବରେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ପରିଣାମ ସ୍ୱରୂପ ମୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜନସାଧାରଣ ତଥା ବ୍ୟବସାୟୀ ବନ୍ଧୁମାନେ ବହୁଳ ଭାବରେ ଉପକୃତ ହୋଇପାରିଥାନ୍ତେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନ୍ୟବର ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ VK ପାଣ୍ଡିଆନ ମହୋଦୟ ତଥା ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ମୟୂରଭଞ୍ଜ ମାଟିର ବରେଣ୍ୟା ନାରୀ ନେତ୍ରୀ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ ଏହାକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଗଣମାଧ୍ୟମ ମାଧ୍ୟମରେ ବିନମ୍ର ଅନୁରୋଧ କରିଛନ୍ତି ଏବଂ ତାଙ୍କର ପ୍ରୟାସ ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି। ଏଥିପାଇଁ ମୟୂରଭଞ୍ଜ ମାଟିର ବିଜ୍ଞ ଜନସାଧାରଣଙ୍କର ଆଶୀର୍ବାଦ ମଧ୍ୟ ଶ୍ରୀଯୁକ୍ତ ମିଶ୍ର କାମନା କରିଛନ୍ତି। ବୃହତ୍ ଧରଣର ଇସ୍ପାତ କାରଖାନା ଏବଂ ଏକ ରେଳଡବା ତିଆରି କାରଖାନା ପ୍ରତିଷ୍ଠା କରିବା ପାଇଁ ଗଣମାଧ୍ୟମ ଜରିଆରେ ବାରମ୍ବାର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀଯୁକ୍ତ VK ପାଣ୍ଡିଆନ ମହୋଦୟ, ପ୍ରିୟ ତଥା ପୂଜ୍ୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତଥା ମୟୂରଭଞ୍ଜ ମାଟିର ଯୁଗଜନ୍ମା ନାରୀ ନେତ୍ରୀ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସେ ବିନମ୍ର ନିବେଦନ କରିଛନ୍ତି। ଏ ପ୍ରୟାସ ଉପରୋକ୍ତ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ ବୋଲି ଶ୍ରୀଯୁକ୍ତ ମିଶ୍ର ପ୍ରକାଶ କରିଛନ୍ତି। ଏ ସମସ୍ତ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ସହ ମୟୂରଭଞ୍ଜ ଜିଲ୍ଲାକୁ ରାଜ୍ୟରେ ଏକ ବିକଶିତ ଜିଲ୍ଲା କରିବା ପାଇଁ ମୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ମୟୂରଭଞ୍ଜବାସୀଙ୍କର ଆଶୀର୍ବାଦ ପାଇଁ ବିନମ୍ର ପ୍ରାର୍ଥନା କରିଛନ୍ତି ଶ୍ରୀଯୁକ୍ତ ମିଶ୍ର। ଜନହିତକର କାର୍ଯ୍ୟ ତଥା ମୟୂରଭଞ୍ଜର ସାମଗ୍ରିକ ବିକାଶ ପାଇଁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର କାର୍ଯ୍ୟ କରୁଥିବାରୁ ସେ ସମସ୍ତଙ୍କର ହୃଦୟ ସ୍ପର୍ଶ କରିପାରିଛନ୍ତି ବୋଲି ସାଧାରଣରେ ଜୋରସୋରରେ ଆଲୋଚନା ହେବା ସହିତ ଶ୍ରୀଯୁକ୍ତ ମିଶ୍ର ଚର୍ଚ୍ଚାରେ ରହିଛନ୍ତି। ମୟୂରଭଞ୍ଜରେ ରେଳ ଲାଇନ୍ର ବିକାଶର ଅଭାବ ଓ ରେଳ ଯୋଗାଯୋଗର ଅଭାବ ଯୋଗୁଁ ମୟୂରଭଞ୍ଜ ଆଜି ସମ୍ପୂର୍ଣ୍ଣ ଭାବେ ଅବହେଳିତ ହୋଇପଡ଼ିଛି। ଏଥିପାଇଁ ଓଡ଼ିଶା କ୍ଷେତ ମଜଦୁର କିଷାନ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗଦାଧର ମିଶ୍ର ବାରିପଦାରୁ ରାଇରଙ୍ଗପୁର ଭାୟା ଟାଟା ଦେଇ ନୂଆଦିଲ୍ଲୀ ପର୍ଯ୍ୟନ୍ତ ଟ୍ରେନ୍ ଯାତ୍ରାରେ ମୟୂରଭଞ୍ଜର ଲୋକମାନେ କେମିତି ସୁବିଧା ପାଇବେ ସେଥିପାଇଁ ସେ ତାଙ୍କର ଉଦ୍ୟମ ନିରନ୍ତର ଭାବରେ ଜାରି ରଖିଛନ୍ତି। ସେହିପରି ଭାବରେ ବାରିପଦାରୁ ଦେଉଳି ଦେଇ ଖଡ଼ଗପୁର ପର୍ଯ୍ୟନ୍ତ ରେଳ ଲାଇନ୍ର ସଂଯୋଗୀକରଣ ପାଇଁ ସେ ଅବିରାମ ଭାବରେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି। ପରିଣାମ ସ୍ୱରୂପ ମୋରଡ଼ା ନିର୍ବାଚନ ମଣ୍ଡଳୀ ତଥା ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଜନସାଧାରଣ ତଥା ବ୍ୟବସାୟୀ ବନ୍ଧୁମାନେ ବହୁଳ ଭାବରେ ଉପକୃତ ହୋଇପାରିଥାନ୍ତେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶାର
मान्यवर मुख्यमंत्री श्रीजुक्त नवीन पट्टनायक, मान्यवर आम ओडिशा नवीन ओडिशार अध्यक्ष VK पांड्यान महोदय तथा देशर प्रिय प्रधानमंत्री मान्यवर श्रीजुक्त नरेंद्र मोदी और मयूरभंज माटीर बरेण्या नारी नेत्री महामहिम राष्ट्रपति श्रीमती द्रौपदी मुर्मूंकर आशीर्वाद भिक्षा करने सहित यहाकू खूब शीघ्र कार्यकारी करने लगी गणमाध्यम माध्यम विनम्र अनुरोध करिसेंती एवं तांकर प्रयास संपूर्ण कार्य शेष होगा पर्यंत जारी रहिबो बोली श्रीजुक्त मिश्र प्रकाश करिसेंती। एथिपाई मयूरभंज माटीर विज्ञ जनसाधारणकर आशीर्वाद मध्य श्रीजुक्त मिश्र कामना करिसेंती। बृहत धरणर इस्पात कारखाना एवं एक रेल डबा तैयारी कारखाना प्रतिष्ठा करिबा पाई गणमाध्यम जरिया बारंबार प्रिय मुख्यमंत्री श्रीजुक्त नवीन पट्टनायक, आम ओडिशा नवीन ओडिशार अध्यक्ष श्रीजुक्त VK पांड्यान महोदय, प्रिय तथा पूज्य प्रधानमंत्री श्रीजुक्त नरेंद्र मोदी तथा मयूरभंज माटीर जुगजन्मा नारी नेत्री भारतर महामहिम राष्ट्रपति श्रीमती द्रौपदी मुर्मू को मध्य से विनम्र निवेदन करिसेंती। ए प्रयास उपरोक्त कार्य शेष होगा पर्यंत जारी रहिबो बोली श्रीजुक्त मिश्र प्रकाश करिसेंती। ए समस्त कार्य को संपूर्ण करने सह मयूरभंज जिला को राज्य रे एक विकसित जिला करने पाई मोरडा निर्वाचन मंडली तथा मयूरभंजवासींकर आशीर्वाद पाई विनम्र प्रार्थना करिसेंती श्रीजुक्त मिश्र। जनहितकर कार्य तथा मयूरभंजर सामग्रिक विकास पाई ओडिशा खेत मजदूर किसान परिषदर राज्य सभापति श्रीजुक्त गदाधर मिश्र कार्य करुथिबारु से समस्तंकर हृदय स्पर्श करि परिचंती बोली साधारण रे जोरसोर रे आलोचना हेबा सहित श्रीजुक्त मिश्र चर्चा रे रहिछंती। मयूरभंज जिला मोरडारू गतिकृष्ण महांत रिपोर्ट ओडिशा लाइव। आशा करुछि आपण ओडिशा लाइव टीवी को यूट्यूब रे सब्सक्राइब, फेसबुक रे फॉलो आउ प्ले स्टोर रे एप्लिकेशन डाउनलोड करिसंती। जदि करिनहांती आज ही करिनियंदो।